ଯାଜପୁର ଜିଲ୍ଲା କଳିଙ୍ଗନଗରରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ଭାରତରେ ଓଡ଼ିଶା ଶିଳ୍ପର ହବ୍ ପାଲଟିଛି ବୋଲି କହିଛନ୍ତି। ସେ କହିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଶିଳ୍ପ କ୍ଷେତ୍ରକୁ ଆହୁରି ମଜବୁତ କରିବା ସହ ନୂତନ ରୋଜଗାର ସୃଷ୍ଟି କରି ସ୍ଥାନୀୟ ଯୁବକ ଯୁବତୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ। ସାରା ରାଜ୍ୟ ପାଇଁ ଶିଳ୍ପ କ୍ଷେତ୍ରରେ ଏକ ଐତିହାସିକ ଦିନ, କାରଣ ବୋଧହୁଏ ଏହା ପୂର୍ବରୁ ଏକାଥରକେ ବା ଗୋଟିଏ ଥରରେ ଗୋଟିଏ ଦିନରେ ଏତେ ବଡ଼ ଏଠି ଇନଭେଷ୍ଟମେଣ୍ଟର କାର୍ଯ୍ୟକ୍ରମ କରାଯାଇ ନଥିଲା। MOU ହେଲା ପରେ ତାକୁ ଶ୍ରୀ ଗଣେଶ ଏବଂ ଶିଳାନ୍ୟାସ କରିବାରେ 1,15,000 କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଶ୍ରୀ ଗଣେଶ ଏବଂ ଶିଳାନ୍ୟାସ କରିବା ଇଏ ନିଶ୍ଚିତ ଭାବରେ ଏକ ଓଡ଼ିଶା ରାଜନୀତି କ୍ଷେତ୍ରରେ ଏକ ରେକର୍ଡ। ଆଉ ତାହା ସମ୍ଭବ ହେଇଛି ଯେଉଁମାନେ ଏଠି ଆପଣମାନେ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଛନ୍ତି ଏବଂ ଆମ ସରକାରଙ୍କର ସମ୍ପୂର୍ଣ୍ଣ ଭାବରେ ତାଙ୍କର ଆନ୍ତରିକତା ଯୋଗୁଁ। କଳିଙ୍ଗ ନଗର ନାମ ଉଚ୍ଚାରଣ କଲେ ସ୍ୱତଃପ୍ରଭୂତ ଭାବେ ମନକୁ ଚାଲି ଆସେ ଏବଂ ଅତୀତର ଇତିହାସକୁ ମଧ୍ୟ ଦୋହରାଇବା ପାଇଁ ଇଚ୍ଛା ହୁଏ। ମୁଁ ବିଶ୍ୱାସ କରେ ସାଧାରଣ ଜନତାଙ୍କର ଲହୁ ଲୁହରେ କେବେ ବି ରାଷ୍ଟ୍ର ନିର୍ମାଣ ହୋଇପାରିବ ନାହିଁ। ନୂତନ ସମାଜ, ସମ୍ଭ୍ରାନ୍ତ ସମାଜ ଓ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ବଳିଦାନର ଆବଶ୍ୟକତା ନାହିଁ, ବରଂ ଭାଗିଦାରୀର ଆବଶ୍ୟକତା ଅଛି। ଆମେ ସମସ୍ତେ ମିଳିତ ଭାବରେ ଏକତ୍ରିତ ହୋଇ ଗୋଟିଏ ବହୁତ ବଡ଼ ଭାଗିଦାରୀର ଏକତା ମାଧ୍ୟମରେ ଆଜି ଆମେ ତାକୁ ସଫଳ କରିବା ପାଇଁ ଯାଉଛନ୍ତି। ନୂଆ ସରକାର ଆଜି ତାକୁ ସାକାର କରିବା ପାଇଁ ଯାଉଛନ୍ତି। ଆଜି ସମୟ ପରିବର୍ତ୍ତନ ହେଇଛି, ଆପଣମାନେ ସମୟକୁ ପରିବର୍ତ୍ତନ କରିଛନ୍ତି ଏବଂ ଓଡ଼ିଶାରେ ପ୍ରଥମ ଥର କରି ଡବଲ ଇଞ୍ଜିନର ସରକାର ଯେତେବେଳେ ଆପଣ ଆଣିଲେ ଏବଂ ଯେତେବେଳେ ଆମ ସମସ୍ତଙ୍କର ସେଇ ଦେଶର ପ୍ରିୟ ନେତା ଅର୍ଥାତ୍ ବିକଶିତ ଭାରତ ଗଠନ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ସେଇ ଗୋଟିଏ ପ୍ରଦର୍ଶିତ ମାର୍ଗ ଆମେ ଯେଉଁଥିପାଇଁ ସବୁବେଳେ ସେଇ ନେରେଟିଭକୁ ସେଇ ଆଧାରରେ ସେଇ ମାର୍ଗରେ ଆମେ ଯାଉଛନ୍ତି। ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ, ଏହି ହିଁ ଆମର ଗୋଟିଏ ମାତ୍ର ରାସ୍ତା ଏବଂ ଏ ରାସ୍ତାରେ ଆଜି ଆମେ ଯାଉଛନ୍ତି। ଯେତେବେଳେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ 2025 ପରିପ୍ରେକ୍ଷୀରେ ଯେତେବେଳେ ନୂଆ ସରକାର ଆସିକରି ପହଞ୍ଚିଲେ ଏବଂ ସମସ୍ତଙ୍କର ସହିତ 1-to-1 ସିଧା କଥାବାର୍ତ୍ତା ଆଉ ତାହା କରିବା ଦ୍ୱାରା ଆଜି ସମ୍ଭବ ହୋଇପାରିଛି। ଲୋକଙ୍କର ସହିତ ବିଚାର ବିମର୍ଶ କରି ଆଲୋଚନା କରି କେଉଁଠି କାରଖାନା ପ୍ରତିଷ୍ଠା ହେବ, ଶିଳ୍ପ ହେବ, ସେଥିପାଇଁ ଲୋକଙ୍କର ସହମତି, ସେମାନଙ୍କର ବିଭିନ୍ନ ସୁବିଧା ଅସୁବିଧାକୁ ବିଚାର କରି ଆଜି ପ୍ରସ୍ତୁତ ହେଉଛି ଶିଳ୍ପ କେଉଁଠି କରାଯିବ ସହମତିରେ। ଆଉ ସେଥିପାଇଁ ସବୁଠାରୁ ବହୁତ ବଡ଼ ଶିଳ୍ପର ହବ୍ ଆଜି ହେବା ପାଇଁ ଯାଉଛି। କେବଳ ଓଡ଼ିଶାର ନୁହଁ, ଭାରତ ବର୍ଷର ଏକ ଚର୍ଚ୍ଚିତ ଜାଗା ଏ କଳିଙ୍ଗ ନଗର ଶିଳ୍ପର ହବ୍ ଆଜି ହେବା ପାଇଁ ଯାଉଛି, ଷ୍ଟିଲ୍ର ହବ୍ ହେବା ପାଇଁ ଯାଉଛି ଏବଂ ତାହା ଆଜି ଏକ ପରିଚିତ ହୋଇସାରିଛି। 16ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଶ୍ରୀ ଗଣେଶ 1,15,000 କୋଟି ନିବେଶ ହେବ। ତା ଭିତରୁ 66,000 କୋଟି ଟଙ୍କାର ପ୍ରକଳ୍ପର ଶ୍ରୀ ଗଣେଶ ଏବଂ 49,000 କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେଉଛି। ଏସବୁ ପ୍ରକଳ୍ପ ପାଇଁ ସବୁଠାରୁ ବଡ଼ କଥା ଯେଉଁଟା ଆପଣମାନଙ୍କର ମନରେ ଗୋଟେ ସଂଶୟ ଥାଏ, ଏତେ କାରଖାନା ଆସିବ କଳିଙ୍ଗ ନଗରକୁ, ଯାଜପୁରରେ ଆମ ପିଲାମାନଙ୍କୁ ଚାକିରି ମିଳିବ ତ? ଆଉ ତାକୁ ସୁନିଶ୍ଚିତ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଆଉ ସେଥିପାଇଁ ଆଜି ଯେଉଁ 1,15,000 କୋଟି ଟଙ୍କାର ନିବେଶ ହେବା ପାଇଁ ଯାଉଛି ଶ୍ରୀ ଗଣେଶ ଏବଂ ଶିଳାନ୍ୟାସ, ଏହା ଭିତରେ 34,128ଟି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ହେବାର ଯେଉଁ ସୁଯୋଗ ଅଛି ତାକୁ ଆମ ସରକାର ସୁନିଶ୍ଚିତ କରିବେ। ଆଉ ସେଥିପାଇଁ
ଲୋକଙ୍କର ସରକାର ଆମ ସରକାର ପ୍ରତିଶ୍ରୁତିବଦ୍ଧ। ମାନବ ସମାଜ ସୁରକ୍ଷିତ ହେବା ପାଇଁ ଚାହିଁଲେ କେବଳ ଆଧ୍ୟାତ୍ମିକ ଚେତନାର ଶରଣ ନେବାକୁ ପଡ଼ିବ ବୋଲି ପଦ୍ମଶ୍ରୀ ବାବା ବଳିଆ କହିଛନ୍ତି। କେନ୍ଦ୍ରାପଡ଼ାରେ ଅନୁଷ୍ଠିତ 3 ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ପାକିସ୍ତାନ ଉତ୍ତେଜନା ଉପରେ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ଗଣମାଧ୍ୟମ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ସେ କହିଛନ୍ତି, ଭାରତର ଶାସନ ଦାୟିତ୍ୱରେ ରହିଥିବା ଶାସକମାନେ ସବୁବେଳେ ଧୈର୍ଯ୍ୟର ସହ ପାକିସ୍ତାନର ମୁକାବିଲା କରିଛନ୍ତି। ପାକିସ୍ତାନ ମଧ୍ୟ ଅତୀତରେ ଭାରତର ଥିଲା। ସେମାନେ ଶାନ୍ତିରେ ରହିବା ପାଇଁ ପାକିସ୍ତାନ ଗଠନ କଲେ। ତଥାପି ସ୍ୱତନ୍ତ୍ର ପାକିସ୍ତାନ ହେଇସାରିବା ପରେ ମଧ୍ୟ ଭାରତ ସହିତ ଯେତିକି ତାଙ୍କର ରହିବା କଥା ସଂଯୋଗ ସମ୍ପର୍କ ସିଏ ତାକୁ ରଖିଲେ ନାହିଁ। ରଖିଥିଲେ ବହୁତ ଆନନ୍ଦରେ ସେମାନେ ଆତଙ୍କବାଦ ସୃଷ୍ଟି କରି ଭାରତକୁ ସବୁବେଳେ ଇତସ୍ତତ କରୁଛନ୍ତି। ଆମ ଦେଶର ନେତୃବୃନ୍ଦ ଆଜି ପର୍ଯ୍ୟନ୍ତ ଯେତେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଗଲେଣି ସମସ୍ତେ ବହୁତ ଧୈର୍ଯ୍ୟବାନ ବ୍ୟକ୍ତି। ନୀତି ଆୟୋଗ ରାଙ୍କିଙ୍ଗରେ ଆକାଂକ୍ଷୀ ଜିଲ୍ଲା ନବରଙ୍ଗପୁର ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଥମ ସ୍ଥାନ ଅଧିକାର କରି 3 କୋଟି ଟଙ୍କା ଅର୍ଥରାଶି ପ୍ରାପ୍ତ କରିଛି। ନବରଙ୍ଗପୁର ଭଳି ଏକ ଉପାନ୍ତ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ଅନେକ ମେଧାବୀଙ୍କୁ ସୃଷ୍ଟି କରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗଦେଇ 10ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତା ହାସଲ କରିଥିବା 142 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ 6 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ନିଜ ତରଫରୁ 5,000 ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ସେ କହିଥିଲେ, ନବରଙ୍ଗପୁର ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଯଦିଓ ଉପାନ୍ତ ଅଞ୍ଚଳ, ତେବେ ବି ନବରଙ୍ଗପୁର ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଭଲ ନାଁ ରହିଛି। ସେଇଥିପାଇଁ ବର୍ତ୍ତମାନ ଆକାଂକ୍ଷା ଜିଲ୍ଲା ମାନଙ୍କ ଭିତରେ ନୀତି ଆୟୋଗ ତରଫରୁ ନବରଙ୍ଗପୁର ଜିଲ୍ଲାକୁ ଚୟନ କରିଛନ୍ତି ଏବଂ ନବରଙ୍ଗପୁର ଜିଲ୍ଲା 1 ନମ୍ବର ହେଇଛି ଏବଂ ସେଥିରେ ନବରଙ୍ଗପୁର ଜିଲ୍ଲା 3 କୋଟି ଟଙ୍କାର ପୁରସ୍କାର ବି ପ୍ରାପ୍ତ କରିଛି। ପ୍ରାୟ 140ରୁ ଉର୍ଦ୍ଧ୍ୱ ନବରଙ୍ଗପୁର ଜିଲ୍ଲାର ଛାତ୍ରଛାତ୍ରୀ ଯେଉଁମାନେ A1 A2 ରେ ଉତ୍ତୀର୍ଣ୍ଣ ହେଇଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରିଛୁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ଚଳିତ ବର୍ଷର ଆମ୍ବ ପସରାକୁ ଉଦ୍ଘାଟନ କରିଛନ୍ତି। ଜେଲ୍ ଛକଠାରେ ଖୋଲାଯାଇଥିବା ଆମ୍ବ ପସରାରେ 19 ପ୍ରକାରର ଆମ୍ବ ରଖାଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ 2ଟି ଆମ୍ବ ବୋଝେଇ ଗାଡ଼ିକୁ ବିଦେଶକୁ ରପ୍ତାନୀ ପାଇଁ ଶୁଭାରମ୍ଭ କରିଥିଲେ। 10 କୁଇଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ଦୁବାଇକୁ ପଠାଯାଇଥିବା ବେଳେ 25 କୁଇଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ଇଂଲଣ୍ଡକୁ ପଠାଯାଇଛି। ଏହି ଆମ୍ବ ପସରା ଜୁନ୍ 2 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜନ କରାଯାଇଥିବା ଆମ୍ବ ପସରା ଏକ ପ୍ରଶଂସନୀୟ କାର୍ଯ୍ୟ। ଆମ ଜିଲ୍ଲାରେ ଚାଷ ଗୋଟେ ପ୍ରାଥମିକ ବ୍ୟବସାୟ। ଧାନର ଏହି ଅଞ୍ଚଳ ତା ସହ ପନିପରିବା ଆଉ ସିଜନାଲ ଫ୍ରୁଟ୍ସ ଆମ୍ବ ଖରାଦିନେ ଏ ଅଞ୍ଚଳରେ ଭଲ ହୁଏ। ଏପଟ ଅଞ୍ଚଳରେ ଭଲ ଆମ୍ବ ହେଉଛି। ପିଓମାନେ ବି କାମ କରୁଛନ୍ତି ଆଉ ଆମର ଇଣ୍ଡିଭିଜୁଆଲ ଚାଷୀମାନେ ବି ଭଲ ମାତ୍ରାରେ 1.5-2 ଲକ୍ଷ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆମ୍ବ ଚାଷ ହେଉଛି। ଆଜି ଏଇଠୁ ଆମେ ଦେଶ ବାହାରକୁ ବି ଆମ୍ବ ପଠାଇବାର ଆପେଡ଼ା ସାଙ୍ଗରେ ଚୁକ୍ତିବଦ୍ଧ ହେଇକି ଆମର ଜିଲ୍ଲାରୁ ଆମ୍ବ ବାହାରକୁ ଗଲା। ଆମର ଗତ ଦିନମାନଙ୍କରେ ଏଠିକାର ଜିଲ୍ଲାର କୃଷି ଅଧିକାରୀ, ଉଦ୍ୟାନ ବିଭାଗର ଅଧିକାରୀ, ପଶୁପାଳନ ଅଧିକାରୀ ଆଉ ମତ୍ସ୍ୟପାଳନ ଅଧିକାରୀଙ୍କୁ ମୁଁ ଗୋଟେ ଦାୟିତ୍ୱ ଦେଇଛି ଗୋଟେ କମ୍ପ୍ରିହେନ୍ସିଭ ୱାର୍କ ପ୍ଲାନ୍ କରିବା ପାଇଁ। ଏ ଜିଲ୍ଲାରୁ ଧାନ ସହ ଗାଁ ଆମ୍ବ ପସରାରେ ଯେଉଁ ଏଠି ଗୋଟେ ଏକ୍ଜିବିସନ୍ କଲେ, ବଜାର ତିଆରି କଲେ, ବିଦେଶକୁ ଆମ୍ବ ପଠାଇବାର ବ୍ୟବସ୍ଥା କଲେ, ଏଇଟା ଗୋଟେ ପ୍ରଶଂସନୀୟ ଉଦ୍ୟମ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଷ୍ଟେସନ ରୋଡ୍ ସ୍ଥିତ ସର୍କିଟ୍ ହାଉସ୍ଠାରେ ସୁନ୍ଦରଗଡ଼ ଖଣି ଦୁର୍ନୀତିର ସାମ୍ବାଦିକ ସମ୍ମିଳନୀରେ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଖଣି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ଖଣି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ତେଣୁ ଖଣି ଦୁର୍ନୀତିର ଘଟଣାକୁ ଗୁରୁତ୍ୱର ସହ ନେବା ଏବଂ ମୂଳୋତ୍ପାଟନ ପାଇଁ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। କୋଇଲା, ମାଙ୍ଗାନିଜ ଏବଂ ଲୌହ ପଥରର ବେଆଇନ ଖନନ, ଉତ୍ତୋଳନ, ଚୋରାଚାଲାଣ ଏ ସମ୍ପର୍କରେ ଗଣମାଧ୍ୟମ ଜରିଆରେ ପ୍ରକାଶିତ ହେଇଥିଲା। ଏ ଖବର ପ୍ରଘଟ ବି ହେଇଥିଲା। ଯାହାର ସତ୍ୟତା ଜାଣିବା ପାଇଁ ମଧ୍ୟ ଏବଂ ତଦନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଁ ନିଜେ ବିଭାଗୀୟ ମନ୍ତ୍ରୀ ଭାବେ ଏବଂ ମୋ ସହିତ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ମହୋଦୟ ବିଭାଗୀୟ ଅଧିକାରୀମାନଙ୍କ ସହିତ ତଦନ୍ତ କରିବା ପାଇଁ ସରଜମିନ ତଦନ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆମେ ଯାଇଥିଲୁ ହେମଗିରି ତହସିଲର ଗୋପାଳପୁର, ରତ୍ନସୋରା, ଭୋଗାର, କାଚୋର ଅଞ୍ଚଳର ଜଙ୍ଗଲ ମଧ୍ୟରେ
ବେଆଇନ ଖଣି ଉତ୍ତୋଳନ ହୋଇଥିବା ପାଖାପାଖି 22 ଗୋଟି ପିଟ୍ ଆମେ ଯେଉଁଥିରେ ବ୍ୟାପକ ପରିମାଣରେ ଦୀର୍ଘ ଦିନରୁ ଚୋରି ହେଉଥିବା ଅନୁମାନ ବି କରାଯାଇଥିଲା ଏବଂ ଷ୍ଟେଟ୍ରୁ ଟାସ୍କ ଫୋର୍ସ ଟିମ୍ ଡିଷ୍ଟ୍ରିକ୍ଟର ମଧ୍ୟ ଟାସ୍କ ଫୋର୍ସ ଟିମ୍ ଡ୍ରୋନ୍ ଜରିଆରେ ସର୍ଭେ କରି ମଧ୍ୟ ତାର ତଦନ୍ତ କରିଥିଲେ। ସମସ୍ତ ରିପୋର୍ଟ ମଧ୍ୟ ହସ୍ତଗତ ହେଇଥିଲା। ସେଭଳି ଭାବେ କୋଇଡ଼ା ଅଞ୍ଚଳରେ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ତହସିଲ ଅଞ୍ଚଳରେ 47ଟି ପିଟ୍ ମାଲଦା, ସାନବେଡ଼ା, ପାଟବେଡ଼ା, ସାନପୁଟୁଳି, କୋଲମଙ୍ଗ ଏବଂ ଋଷି ବିଣୁଆ ଏଭଳିଆ 5ଟି ଜାଗାରେ ମଧ୍ୟ 47ଟି ମାଙ୍ଗାନିଜ୍ ପିଟ୍ ଏବଂ ତିନୋଟି ହେଉଛି ଲୌହ ପଥର। ଏଭଳି ମୋଟ 50ଟି ପିଟ୍ରେ ମଧ୍ୟ ବେଆଇନ ମାଙ୍ଗାନିଜ୍ ଲୌହ ପଥର ଖନନ ଉତ୍ତୋଳନ ଏଭଳିଆ କାରବାର ମଧ୍ୟ କରାଯାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା, ଯାହାକି ଉଦ୍ବେଗର ବିଷୟ ଥିଲା। ଖଣି ଖାଦାନ ଆମ ସମସ୍ତଙ୍କର ସମ୍ପତ୍ତି, ସର୍ବସାଧାରଣ ସମ୍ପତ୍ତିକୁ ମାଫିଆ ମାନେ ଯେଉଁଭଳି ଭାବେ ଲୁଟ୍ କରୁଥିଲେ ଏବଂ ଆମର ପରିଦର୍ଶନ କାଳରେ ମଧ୍ୟ ଜାମଖାନି ଜଙ୍ଗଲ ମଧ୍ୟରେ 10,000 ଟନ୍ରୁ ଅଧିକା ଆମେ ମଧ୍ୟ କୋଇଲା ଗଛିଥିବାର ମଧ୍ୟ ଆମ ନଜରକୁ ଆସିଥିଲା। ସମ୍ପୂର୍ଣ୍ଣ ରିପୋର୍ଟ ଦେବା ପରେ ଏବଂ ଯାହାର ଆନୁମାନିକ ମୂଲ୍ୟ ଆକଳନ କରାଯାଇ କୋଇଲାର 2,20,00,000 ଉର୍ଦ୍ଧ୍ୱ ହେବ। ଖଣି ମାଫିଆଙ୍କ ବିରୁଦ୍ଧରେ ଏବଂ ଯାହାକୁ ଜିରୋ ସହନଶୀଳତା ଶୂନ ସହନଶୀଳତା କୁହାଯାଏ ଦୁର୍ନୀତି ବିରୁଦ୍ଧରେ ତାର ପାଳନ କରି ଆସୁଛନ୍ତି। ସେ ପରିପ୍ରେକ୍ଷୀରେ ଆଉ ପାଦେ ଆଗକୁ ଯାଇ ଖଣି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ୟାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3,100 ଟଙ୍କା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଚାଷୀମାନେ ଯେପରି ସେମାନଙ୍କ ପରିଶ୍ରମର ମୂଲ୍ୟ ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ ବୋଲି ସେ କହିଥିଲେ। ଯେଉଁ ରାସନ କାର୍ଡ ସେଥିରେ ସ୍ୱଚ୍ଛତା ଆଣିବା ପାଇଁ EKYC ମାଧ୍ୟମରେ ଯାଞ୍ଚ କରିବା ବ୍ୟବସ୍ଥା ହେଇଛି। ଏଥିରେ ଅନେକ ଭଗସ କାର୍ଡ ଯୋଉଟାକି କାର୍ଡ ବୋଲିକିନା କୁହାଯାଉଛି, ଯେଉଁମାନେ ଫେକ୍ କାର୍ଡ ମାଧ୍ୟମରେ ଚାଉଳରେ ଦୁର୍ନୀତି ହେଉଥିଲା ତାକୁ ଭାରତୀୟ ଜନତା ପାର୍ଟିର ସରକାର ଆସିବା ପରେ, ମୋହନ ମାଝୀଙ୍କ ସରକାର ଆସିବା ପରେ ସେଥିରେ EKYC ମାଧ୍ୟମରେ ବର୍ତ୍ତମାନ ଯାଞ୍ଚ ହେଇଛି ଏବଂ ବର୍ତ୍ତମାନ ନୂଆ ଲୋକଙ୍କୁ କାର୍ଡ ଦେବାର ବ୍ୟବସ୍ଥା ହେଇଛି। ସେମିତି ନବରଙ୍ଗପୁର ଜିଲ୍ଲାରେ ସରକାର 10,072 ପର୍ଯ୍ୟନ୍ତ ଲୋକଙ୍କୁ କାର୍ଡ ଦେବା ପାଇଁ ଟାର୍ଗେଟ ରହିଛି। ସେଥିରୁ ନୂଆ କାର୍ଡ ପାଇଁ 5,000 ଉର୍ଦ୍ଧ୍ୱ ବ୍ୟକ୍ତି ଆବେଦନ କରିଥିଲେ। ସେଥିରୁ ବର୍ତ୍ତମାନ ଜିଲ୍ଲାରେ 3,240 କାର୍ଡ ବର୍ତ୍ତମାନ ପ୍ରସ୍ତୁତ ହେଇସାରିଛି। 3,240 କାର୍ଡ ନବରଙ୍ଗପୁର ଜିଲ୍ଲାରେ ହିତାଧିକାରୀଙ୍କୁ ଯେଉଁମାନେ ପାଇବାକୁ ଯୋଗ୍ୟ ଥିଲେ ନୂଆ କାର୍ଡ ଆମେ ବଣ୍ଟନ କରିଛୁ। ଏତିକିରେ ଶେଷ ହେଲା ସମାଚାର ଦର୍ପଣ। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।